ହୀରା ନୀଳା ମୋତି ଦେଇ ତ ନପାରେ, ନୁହେଁ ମୁଁ ସୌଦାଗର, କବିଟିଏ ମୋହି ସପ୍ତ ଫୁଲରେ ମୋତି ଦିଏ ଉପହାର। କୃତାଞ୍ଜଳି ଫୁଟେ କୃତଜ୍ଞତା ମୋର, କବିର ଅନ୍ତଃସ୍ୱର, ସବିତାଙ୍କର ଏ କବିତା ସଭାରେ ପ୍ରଣମୁଛି ବାର ବାର। ମୁଁ ହେଲି ଡାକ୍ତର ଗୀତାଞ୍ଜଳି ପତ୍ରୀ, ରାଉରକେଲାରୁ। କବିତାର ଶୀର୍ଷକ କବି। ଜୀବନଟା ଯେବେ ସୁଅର ପହଁରେ, ମନ ହୋଇଯାଏ କବି। ମନ ଦର୍ପଣେ ଛଳ ଛଳ ଦିଶେ ଜୀବନର ପ୍ରତିଛବି। କବି ମନଟିଏ ଲୋଡ଼ା ହୋଇଥାଏ ଜୀବନ ଯୁଦ୍ଧ ପାଇଁ, ମସିର ଅସିରେ ଜିଣିବାକୁ ପଡ଼େ ଜୀବନର ଗଡ଼ ଖାଇ। ମସିର ବହ୍ନି ଜଳି ଜାଳିଥାଏ, ଅସିର ତୀକ୍ଷ୍ଣ ରେଖା, ଜୀବନର ଯେତେ କଳକଳ୍ପନା ଶବ୍ଦରେ ହୁଏ ଲେଖା। କବି ହୃଦୟରେ କଣ୍ଟା ଫୁଟିଲେ କବିତାରେ ଫୁଲ ଫୁଟେ, କବି ହୋଇଯାଏ କାବ୍ୟ ଲୋକର ଦରଦୀ ମଣିଷ ଗୋଟେ। କାହା ପାଇଁ ସିନା ଅକ୍ଷର ସବୁ ଶବ୍ଦର ସମାରୋହ, ହେଲେ ସେ ତ କିନ୍ତୁ କବିର ଆତ୍ମା ରୁଦ୍ଧ ପ୍ରାଣର କୋହ। କବି ଜୀବନର ଯଜ୍ଞଶାଳାରେ ଶବ୍ଦ ଆହୁତି ଦିଏ, ଲେଖନୀ ମୁନରୁ ଝରାଇ କବିତା କାଳଜୟୀ ହୋଇଯାଏ। କବି ଓ କବିତା, କବିତାର କଥା କେବେ ହେଲେ ସରେ ନାହିଁ, ଯେତେ ଲେଖୁଥିଲେ ଅଧା ରହିଯାଏ ଆହୁରି ଲେଖିବା ପାଇଁ, ଆହୁରି ଲେଖିବା ପାଇଁ। ମୃତ୍ୟୁ ତାହାକୁ ଛୁଇଁ ତ ପାରେନା, ସମୟ ପାରେନା ଡେଇଁ, କାଳି କଲମର ମଧୁର ପଂକ୍ତି କାଳ ବୁକୁ ଯାଏ ଛୁଇଁ। ଏଇ ତ କବିର କଥା, କବି ଜୀବନର ବ୍ୟଥା। ଏଇ ତ କବିର କଥା, କବି ଜୀବନର ବ୍ୟଥା। ଚାଲିଗଲା ପରେ କିଛି ଫୁଲହାର, ଆଉ କିଛି ନୀରବତା। ଚାଲିଗଲା ପରେ କିଛି ଫୁଲହାର, ଆଉ କିଛି ନୀରବତା। ହେଲେ କବିଟିଏ କହିଯାଏ, ଦୁଇ ଟୋପା ଲୁହ ଶେଷ ସମ୍ବଳ ଉପହାର ଦେଇଯାଏ। ଦୁଇ ଟୋପା ଲୁହ ଶେଷ ସମ୍ବଳ ଉପହାର ନେଇଯାଏ। ଯେବେ ରକ୍ତ କରବି ତୋଳେ ଶକ୍ତ ସମାଧି ତଳେ, ଯେବେ ରକ୍ତ କରବି ତୋଳେ ଶକ୍ତ ସମାଧି ତଳେ, ସ୍ମୃତି ସାନ୍ତ୍ୱନା ନୀରବରେ ଆସି, ସ୍ମୃତି ସାନ୍ତ୍ୱନା ନୀରବରେ ଆସି ହୃଦୟରେ ଦୀପ ଜାଳେ, ହୃଦୟରେ ଦୀପ ଜାଳେ, ହୃଦୟରେ ଦୀପ ଜାଳେ। ନମସ୍କାର। ମଣ୍ଡଳୀ ଏବଂ ଓଡ଼ିଆ ଭାଷା ଏବଂ ସାହିତ୍ୟରେ ରୁଚି ରଖିଥିବା ବନ୍ଧୁଗଣ, ମୁଁ ଶ୍ରୁତି ସାନ୍ତ୍ୱନା କୁ ବହୁତ ବହୁତ ଧନ୍ୟବାଦ ଦେଉଛି, କାରଣ ସେମାନେ ମୋତେ ଏଇ ଅପରଚ୍ୟୁନିଟି ଦେଇଛନ୍ତି। ପାର୍ଟିକୁଲାରଲି ଶ୍ରୀମତୀ ସବିତାରାଣୀ ବେହେରା, ଯେ ଶ୍ରୁତି ସାନ୍ତ୍ୱନାର ସମ୍ପାଦିକା, ତାଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ଜ୍ଞାପନ କରୁଛି। ମୋର କବିତାର ଶୀର୍ଷକ ହେଉଛି ଗୁହାରି। ସେ କବିତାଟି ମୁଁ ଜଗନ୍ନାଥଙ୍କୁ ଲିଖିଛି ଏବଂ ଆଶା କରୁଛି ଆପଣମାନଙ୍କୁ ମୋର କବିତାଟି ବହୁତ ଭଲ ଲାଗେ। ଚକା ଆଖି ମିଲି ଦେଖୁଅଛୁ ସବୁ, ସବୁ ଜାଣୁଅଛୁ ତୁହି, କାହିଁକି କେଜାଣି କଷ୍ଟ ଦେଉଅଛୁ, କି ଲାଭ ପାଉଛୁ ତୁହି। ଚକା ଆଖି ମିଲି ଦେଖୁଅଛୁ ସବୁ, ସବୁ ଜାଣୁଅଛୁ ତୁହି, କାହିଁକି କେଜାଣି କଷ୍ଟ ଦେଉଅଛୁ, କି ଲାଭ ପାଉଛୁ ତୁହି। ଆସିଅଛି ମୁହିଁ ନୀଳାଚଳ ଧାମେ, ଦୁଃଖ ଜଣାଇବା ପାଇଁ, ଯଦି ନ ଶୁଣିବୁ ମଣିଷର ଦୁଃଖ, ଫେରି ଯାଉଅଛି ମୁହିଁ। ଆସିଅଛି ମୁହିଁ ନୀଳାଚଳ ଧାମେ, ଦୁଃଖ ଜଣାଇବା ପାଇଁ, ଯଦି ନ ଶୁଣିବୁ ମଣିଷର ଦୁଃଖ, ଫେରି ଯାଉଅଛି ମୁହିଁ। ଭାବୁଅଛି ମୁହିଁ ଆଉ ନ ଆସିବି, ଜଣାଇବା ପାଇଁ ଦୁଃଖ, ଭାବୁଅଛି ମୁହିଁ ଆଉ ନ ଆସିବି, ଜଣାଇବା ପାଇଁ ଦୁଃଖ। ଭାଗ୍ୟକୁ ଆଦରି ରହିଥିବି ମୁହିଁ, ନ ମିଳିଲେ ମିଳୁ ସୁଖ। ତୁମେ କହୁଅଛ ସୁଖ ଦୁଃଖ ପରା, ମୁଦ୍ରାର ଦୁଇଟି ପାର୍ଶ୍ୱ, ପାର୍ଶ୍ୱ ବଦଳୁନି ସୁଖ ଆସୁନାହିଁ, ହେଉଅଛି ମୁହିଁ ନିଃସ୍ୱ। ତୁମେ କହୁଅଛ ସୁଖ ଦୁଃଖ ପରା, ମୁଦ୍ରାର ଦୁଇଟି ପାର୍ଶ୍ୱ, ପାର୍ଶ୍ୱ ବଦଳୁନି ସୁଖ ଆସୁନାହିଁ, ହେଉଅଛି ମୁହିଁ ନିଃସ୍ୱ। ଶୁଣୁଅଛି ମୁହିଁ ବହୁତ ଦିନରୁ ଚକ୍ରାଣି ପରିବର୍ତ୍ତନ୍ତି, ଶୁଣୁଅଛି ମୁହିଁ ବହୁତ ଦିନରୁ ଚକ୍ରାଣି ପରିବର୍ତ୍ତନ୍ତି, ଚକ୍ର ସ୍ଥିର ଅଛି ଦୁଃଖ ଆସୁଅଛି, ଶୁଣ ହେ ଜଗତପତି। ଚକ୍ର ସ୍ଥିର ଅଛି ଦୁଃଖ ଆସୁଅଛି, ଶୁଣ ହେ ଜଗତପତି। ଜୀବନ ନାବରେ ଭାସୁଅଛି ମୁହିଁ, ମତେ ନାହିଁ କିଛି ଡର,
जीवन नाबरे भासुअछि मुहि मते नाही किछि डर भासी गले मुहि तरी जीवी मुहि चली जीवी स्वर्ग द्वार भासी गले मुहि तरी जीवी मुहि चली जीवी स्वर्ग द्वार। जय जगन्नाथ। मो नाम हूँ गोपबंधु महापात्र, मो राउरकेला। नमस्कार, मु सुधीरा लक्ष्मी पट्टनायक फुलबाणी कहूँ। स्मृति सांत्वना साहित्य पत्रिकार एही डिजिटल आसर रे संपादिका महाशया एवं समस्त कवि और कवयित्री को मोर सारस्वत प्रणाम। मो कवितार शीर्षक गपिबा को भल लागे मते। लेखिबा पढ़िबा छड़ा गपिबा को भल लागे मते। लेखिबा पढ़िबा छड़ा गपिबा को भल लागे मते। बुढ़ी असुरुणी गप हेउ अबा परिवेश कथा, कर्ममय जंजालर दैनंदिन हस खुशी आउ जीवनर व्यथा। सांगर परिधि मोर बहुत सीमित, सांगर परिधि मोर बहुत सीमित। भल लागे मते निष्कपट मन और हृदय, जहा सह करी हेब भावर आदान प्रदान। बांटी हेब सुख दुख अनुभूति, जार निर्यासरू मिलिजिब किछि उपदेश समाधान आश्वासन शब्द। मन कथा पढ़ी पारे आखि, मन कथा पढ़ी पारे आखि, हृदय भी सही पारे आसु जेते दुख। उपभोग करि पारे ए हृदय आनंदरे खुशीर प्रत्येक मुहूर्त। आगकू जीवाकू मिले मनरे प्रेरणा, छुईबाकू सफलतार प्रतिटी पाहाच। गपिदेले मन कथा खोली, गपिदेले मन कथा खोली, हृदय हालुका लागे चिंतामुक्त हो जाए मन। बेले बेले अजाणते खुशी आसी जाए आखि पलकरे, भूली जाए सबु अभिमान। नीरव काहींकी रहिबा, नीरव काहींकी रहिबा, मन कथा मनरे न मारी। एणु तेणु गपी देले हस खुशी बांटी देले, जीवनटा सरस होइब, बंचिबार राहा मिलिजिब। एमिति मु गपुथिबी, एमिति मु गपुथिबी, जीवनर शेष निश्वास थिबा जाए। बंधु पाई बंधुटिए होई, समस्तंकर आपणार होई। सतरे केही विश्वास न कले भी नाही, गपिबा को भल लागे मते, गपिबा को भल लागे मते। धन्यवाद। नमस्कार। स्मृति सांत्वना को बहुत बहुत धन्यवाद। मते सविता मैडम गोटे सुजोग देइथारु मोर कविताटी पढ़िया को जाउछि। मो मिसेस रंजना राउत। कवितार नामटी होछि अभिमानी मनर कथा। प्रभु तुमे रुषिछ कि करिछ किबा अभिमान, आकुल आरत मने खोजे भक्तर नयन। नदीय बारे दर्शन आहे चका नयन, अक्षय तृतीया चंदन जातरा, शरधा बाली भक्तंक मेला। आड़प मंडपे स्नाहन साजी, रथ टाणिबाकू मन उल्लास, कोटी पहंडी रथ जातरा लीला। माउसी घरर मंडा पोड़ पिठा, 60 पौटिछे सपन भोगपणा। भाई भौणी को साथी नहीं भक्तंकु देउछ दुख। पंचमी तिथि रे हेरा पंचमी, साथी रे नेलनी लक्ष्मी सान्ताणी। तांको रागरुषा मेंटाइबाकू दशमी तिथि रे आसबा होड़ी। लक्ष्मी सान्ताणी को मन मोहिब, रसगोला खाई हेब अधीर। सोना बेसरे निजकू सजाई, पिंधि इंद्रनामणी रतन हार। करुणार एबे कराळ रूप, करुणा कर हे भक्तंकु रख। आकुल व्याकुल भक्त भारत, स्मरण कीर्तन मनन करी। जीवन जाऊ हे कड़ा श्रीमुख। जय जगन्नाथ। नमस्कार। स्मृति सांत्वना साहित्य अनुष्ठान डिजिटल साहित्य आसर को मते निमंत्रण करिथिबारु मु डॉक्टर पद्मराणी मिश्र षडंगी कृतज्ञतार सहित तांको साहित्य आसर पाई कविताटी पाठ करुछि। आशा आपण मानकु भल लगे। ए सारा संसार मिछ माया, ए सारा संसार मिछ माया। मु डॉक्टर पद्मराणी मिश्र षडंगी पाठ करुछि। ए सारा संसार मिछ माया परा, तुमी संसार
ଯାତ୍ରୀ ହେଲେ ମୁକ୍ତି ପଥର। ଏ ସାରା ସଂସାର ମିଛ ମାୟା ପରା, ତୁମେ ସଂସାରରେ ସାର। ତୁମକୁ ସୁମରି ଯୋଗୀ ଋଷି ମୁନି, ଯାତ୍ରୀ ହେଲେ ମୁକ୍ତି ପଥର। ତୁମକୁ ଭାବୁଛି, ତୁମକୁ ଝୁରୁଛି, ତୁମରି ଭାବନା ସଦା ମୁଁ କରୁଛି। ଶୟନେ ସପନେ ଦେଖେ ମୁଁ ନୟନେ, ତୁମରି ରୂପକୁ ସଦା ଭାବି ଭାବି। ବାର ବାର আসি সপনে পরশি, বার বার আসি সপনে পরশি। রহ কিম্পা হই দূর, এ সারা সংসার মিছ মায়া পরা, তুমি ସଂସାରରେ ସାର। ତୁମକୁ ସୁମରି ଯୋଗୀ ଋଷି ମୁନି, ଯାତ୍ରୀ ହେଲେ ମୁକ୍ତି ପଥର। ଫୁଲ ମୁଁ ତୋଳୁଛି ଗୁଣ୍ଠେ ବାଛି ବାଛି, ଗଳାରେ ଲମ୍ବାଇ ଦେବି ମୁଁ ଭାବିଛି। ଆସୁଛ ମୋ ଧ୍ୟାନେ କେବେ ବଂଶୀ ଶୋନେ, ତୁମରି ରୂପକୁ ଭାବେ ମନେ ମନେ। ସବୁବେଳେ ମୋର ପାଖେ ପାଖେ ରହ, ସବୁବେଳେ ପ୍ରଭୁ ପାଖେ ପାଖେ ରହି। ବେଦନାକୁ ମୋର ଦୂର କର, ଏ ସାରା ସଂସାର ମିଛ ମାୟା ପରା, ତୁମେ ଜଗତରେ ସାର। ତୁମକୁ ସୁମରି ଯୋଗୀ ଋଷି ମୁନି, ଯାତ୍ରୀ ହେଲେ ମୁକ୍ତି ପଥର। आहे ଜକାଖି ମୋର ତୁମେ ସାକ୍ଷୀ, ରହିଅଛ ବୋଲି ଗାଏ ଗୀତ ଯୋଖି। आहे ଜକାଖି ମୋର ତୁମେ ସାକ୍ଷୀ, ରହିଅଛ ବୋଲି ଗାଏ ଗୀତ ଯୋଖି। ଭଗତ ବତ୍ସଳ हे कृष्ण गोपाळ, तुम सकतीर आएनी थळ फूळ। चिंता चेतना रे सदा रही मोर, चिंता चेतना रे सदा रही मोर। मोह माया मोहर दूर, ए सारा संसार मिछ माया परा। तुमे संसार रे सार, तुमको
ऋषि मुनि ଯାତ୍ରୀ ହେଲେ ମୁକ୍ତି ପଥର ଯାତ୍ରୀ ହେଲେ ମୁକ୍ତି ପଥର ଯାତ୍ରୀ ହେଲେ ମୁକ୍ତି ପଥର। ଧନ୍ୟବାଦ ଏଇଭଳିଆ ଏକ ସୁଯୋଗ ଦେଇଥିବାରୁ ନିତାନ୍ତ ଆନନ୍ଦିତ। ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ ସାହିତ୍ୟ ଆସର ଦୀର୍ଘଜୀବୀ ହେଉ। ଡିଜିଟାଲ ସାହିତ୍ୟ ସଭା ଏଇଭଳିଆ ଚାଲୁ। ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜୟ ଜଗନ୍ନାଥ, ଜୟ ଜଗତ ଜୀବନ, ଜୟ ଜୟ ଜଗନ୍ନାଥ। ଦୁଃଖୀ ଜନ ପ୍ରାଣ ବନ୍ଧୁ, ପ୍ରଭୁ ପତିତ ପାବନ, ଜୟ ଜୟ ଜଗନ୍ନାଥ। ଜୟ ଜଗତ ଜୀବନ, ଜୟ ଜୟ ଜଗନ୍ନାଥ। ତୁମେ କରୁଣା ସାଗର, ଘଟ ମଧ୍ୟେ ଜୀବ ମୋର। ତୁମେ କରୁଣା ସାଗର, ଘଟ ମଧ୍ୟେ ଜୀବ ମୋର। ଜୀବ ଜଗତ ପାଳକ, କୋଟି ବ୍ରହ୍ମାଣ୍ଡ ମାଲିକ। ଜୀବ ଜଗତ ପାଳକ, କୋଟି ବ୍ରହ୍ମାଣ୍ଡ ମାଲିକ। ତୁମ ମହିମା ଅପାର, ରଙ୍କୁଣୀର ଗଣ୍ଠି ଧନ, ଜୟ ଜୟ ଜଗନ୍ନାଥ। ଜୟ ଜଗତ ଜୀବନ, ଜୟ ଜୟ ଜଗନ୍ନାଥ। অনাথর নাথ হরি, সংসার সাগরে তরি। অনাথর নাথ হরি, সংসার সাগরে তরি। পাপ পঙ্করু উদ্ধারি, নেই যাও হাত ধরি। পাপ পঙ্করু উদ্ধারি, নেই যাও হাত ধরি। ତୁମ୍ଭ ଶ୍ରୀ ଚରଣେ ସଦା, ରହିଥାଉ ମନ ଧ୍ୟାନ, ଜୟ ଜୟ ଜଗନ୍ନାଥ। ଜୟ ଜଗତ ଜୀବନ, ଜୟ ଜୟ ଜଗନ୍ନାଥ। ଦୁଃଖୀ ଜନ ପ୍ରାଣ ବନ୍ଧୁ, ଦୁଃଖୀ ଜନ ପ୍ରାଣ ବନ୍ଧୁ, ପ୍ରଭୁ ପତିତ ପାବନ, ଜୟ ଜୟ ଜଗନ୍ନାଥ। ଜୟ ଜଗତ ଜୀବନ, ଜୟ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମୁଁ ଅନୁରାଧା ମିଶ୍ର। ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ ସମସ୍ତଙ୍କୁ। ଆମ ସମସ୍ତଙ୍କର ପ୍ରିୟ ସ୍ମୃତି ସାନ୍ତନାର ସମ୍ପାଦିକା ସମ୍ମାନିଆ ସବିତା ଅପାଙ୍କର ଏଇ ଯେଉଁ ଡିଜିଟାଲ କବିତା ଆସର ଏକ ସ୍ୱାଗତଯୋଗ୍ୟ ଆଉ ପ୍ରଶଂସନୀୟ କାର୍ଯ୍ୟକ୍ରମ ଏଇ କରୋନାର ସଙ୍କଟ ବେଳାରେ। ମୁଁ ଗାୟିକା ନୁହେଁ, ଏମିତି ଗାଇଦିଏ ଭାବରେ। ଯାହା ଭୁଲ ତ୍ରୁଟି ଥିବ ତାକୁ ସୁଧାରି ନେବେ ଉଦାର ହୃଦୟରେ। ପ୍ରଳୟରେ ପ୍ରାଣ ହେବନି ଅଧୀର,
प्रभु थिले पासे पासे प्रतिहत हेबा संकटर बेला प्रभातांक पापनासे प्रलयारे प्राण हेबनी अधीर प्रभु थिले पासे पासे हे विश्वरूप विश्वको उद्धार दुष्ट विनाशी हे परंतप चक्रधारी तुमे नक्रनाशकारी धरित्री वक्षे धर्म संस्थाप प्रज्वलितकारी प्रशान्तिरज्योति प्रदान करुणा तोसे प्रलयारे प्राण हेबनी अधीर प्रभु थिले पासे पासे प्रतिहत हेबा संकटर बेला प्रभातांक पापनासे दुष्कर्मर लागे दोषः जतना बरई संसारे दुर्बल जन दृढचित्तधारी जे जन शरणे विश्वास करे तुमको मनन प्रमाणित कर तुम अवस्थिति प्रगाढ़ भावरे आसे प्रलयारे प्राण हेबनी अधीर प्रभु थिले पासे पासे प्रतिहत हेबा संकटर बेला प्रभातांक पापनासे प्रलयारे प्राण हेबनी अधीर प्रभु थिले पासे पासे प्रभु थिले पासे पासे जय जगन्नाथ। श्रुति सांत्वना डिजिटाल साहित्य आसर समस्त श्रोता और दर्शक को मोर सारस्वत प्रणाम। यह श्रुति सांत्वनार पंचम साहित्य आसर। एपरी एक परिस्थिति रे एही डिजिटाल साहित्य आसर अनुष्ठित हेउची जेतबेले आमे साहित्य संस्कृति धर्म एवं सामाजिक क्षेत्रर चौछकी उपरे ठिया होइछे। कोरोनार आतंक रे आमे समस्ते गृहबंदी परस्पर मध्य संपर्क भिन्न मोड़ नेलानी केही काहाकू चिन्हिबा संभवपर हेउनाही। एपरी स्थिति रे संपर्क जोड़िबा पई श्रुति सांत्वना पत्रिका करुथुवा उद्यम स्वागत योग्य। आज आम ठाकुर समग्र विश्वर प्रभु अदालतर काठगड़ारे जी विश्वर नियंत्रक तांको रथयात्रा को नियंत्रण करुची अदालत। कहुची कोरोना पई ए समस्त प्रतिबंधक
ଶ୍ରୀ ଜଗନ୍ନାଥଙ୍କ ପର୍ବ, ଯାନି ଯାତ୍ରା, ନୀତିକାନ୍ତି ସବୁକିଛି ତାଙ୍କର ସମ୍ବିଧାନ ଭିତରେ ସ୍ପଷ୍ଟ ଭାବେ ଲେଖାଯାଇଛି। ମୁଁ ପୁରୀର ଝିଅ, ଜାଣିଛି ଏଠାରେ ଜଗନ୍ନାଥଙ୍କ କର୍ମଧାରାକୁ ମାପିବା ସହଜ ନୁହେଁ। କେତେବେଳେ କେଉଁ କାମ କିପରି ଭାବରେ କରାଯିବ ଏବଂ ତାକୁ କିଏ କରିବ ତାହାର ବିସ୍ତୃତ ସୂଚନା ରହିଛି। ଏସବୁକୁ ସଠିକ୍ ଅନୁଧ୍ୟାନ ନ କରି ଯେଉଁମାନେ ଆଇନର ଦ୍ୱାହି ଦେଇ ନିଷ୍ପତ୍ତି ନିଅନ୍ତି, ବୁଝିବାକୁ ହେବ ଯେ ସେମାନେ ନିଜକୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ବଡ଼ ବୋଲି ମନେ କରୁଛନ୍ତି। ଏଥର ରଥଯାତ୍ରାକୁ ନେଇ ଯେଉଁ ବିବାଦ ସୃଷ୍ଟି ହେଲା ତାକୁ ଇତିହାସ ମନେ ରଖିବ। କିନ୍ତୁ କ୍ଷୋଭ ଓ ପରିତାପର ବିଷୟ ଏହା ଯେ ଅନ୍ୟ ଅନୁଷ୍ଠାନ ଶ୍ରୀମନ୍ଦିର ନୀତି କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି। ତେବେ ଯାହା ହେଉ, ବୁଝିବାକୁ ହେବ ଯେ କରି କରାଉ ଥାଏ ମୁହିଁ, ମୋବିନୁ ଅନ୍ୟ ଗତି ନାହିଁ। ସବୁ ସେହି ଲୀଳାମୟଙ୍କ ଖେଳ। ତାଙ୍କରି ଇଚ୍ଛାରେ ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା କରିବା ପାଇଁ ଅନୁମତି ଦେଲେ। ଏଥର ଭକ୍ତଙ୍କ ବିନା ରଥଯାତ୍ରା ହୋଇଥିଲେ ମଧ୍ୟ ଟିଭି ପରଦାରେ ଶ୍ରୀଜୀଉମାନଙ୍କୁ ଦେଖି ଭକ୍ତମାନଙ୍କ ମନକୁ ଅପାର ଶାନ୍ତି ମିଳିଛି। ଏହି ଆସରରେ ମୋତେ ସଭାପତିତ୍ୱ କରିବାକୁ ଅବସର ଦେଇଥିବାରୁ ଶୁଣ୍ଠି ସାନ୍ତ୍ୱନା ପତ୍ରିକାର ସମ୍ପାଦିକା ଶ୍ରୀମତୀ ସବିତାରାଣୀ ବେହେରାଙ୍କୁ ମୋର ଅନ୍ତରରୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଉଛି। ସେ ଏହି ଆସରର ପ୍ରାରମ୍ଭିକ ସୂଚନା ଏବଂ ଅତିଥି ପରିଚୟ ଦେବା ସହ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ତାଙ୍କର ଅଭିବ୍ୟକ୍ତି ରଖିଛନ୍ତି। ପ୍ରାରମ୍ଭିକ ସଙ୍ଗୀତ ଶ୍ରୀମତୀ ରେଣୁ ରାଓ ତାଙ୍କର ସୁଲଳିତ କଣ୍ଠରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗାନ କରିଛନ୍ତି। ଶ୍ରୀମତୀ ରାଓ ଅଣଓଡ଼ିଆ ହୋଇ ମଧ୍ୟ ଓଡ଼ିଆରେ ଜଗନ୍ନାଥଙ୍କ ଜଣାଣଟି ଭାବବିହ୍ୱଳ ହୋଇ ପରିବେଷଣ କରିଛନ୍ତି। ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଆସରର ମୁଖ୍ୟ ବକ୍ତା ପୁରୀର ବରିଷ୍ଠ ସାହିତ୍ୟିକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟ ଯେଉଁମାନଙ୍କର ବିଗ୍ରହ ନିର୍ମାଣ ଏବଂ ବିଗ୍ରହ ତତ୍ତ୍ୱ ଉପରେ ତାଙ୍କର ଉପାଦେୟ ବକ୍ତବ୍ୟ ରଖିଛନ୍ତି, ସେଥିପାଇଁ ତାଙ୍କ ନିକଟରେ ମୁଁ ଏବଂ ଶୁଣ୍ଠି ସାନ୍ତ୍ୱନା ପରିବାର କୃତଜ୍ଞତା ପ୍ରକାଶ କରୁଛୁ। ମୁଖ୍ୟ ଅତିଥି ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର ଆଜିର ଅତିଥି କବି। ତାଙ୍କର ଏକ ଭକ୍ତି କବିତା ତୋ ନୀଳ ନେତକୁ ଅନାଇ ଅନାଇ, ଯାହାକୁ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ପ୍ରଣବ କିଶୋର ପଟ୍ଟନାୟକ ଗାନ କରିଛନ୍ତି, ସେହି ଭାବପୂର୍ଣ୍ଣ ଜଗନ୍ନାଥଙ୍କ ସ୍ତୁତି ସେ ଏଠାରେ ପାଠ କରିଛନ୍ତି। ସମ୍ମାନିତ ଅତିଥି ଭଦ୍ରକର ଗାଳ୍ପିକା ଶ୍ରୀମତୀ ଝରଣା ପଟ୍ଟନାୟକ କରୋନାକୁ ନେଇ ତାଙ୍କର ଗଳ୍ପ ପାଠ କରିଛନ୍ତି। ଏଥିରେ ସେ ଗୋଟିଏ ବାଳକ ବେଦାଂଶର ମନସ୍ତତ୍ୱ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି। ଅନ୍ୟତମ ସମ୍ମାନିତ ଅତିଥି ଗାଳ୍ପିକା ଶ୍ରୀମତୀ ଗୋଲାପ ମଞ୍ଜରୀଙ୍କର ମଧ୍ୟ କରୋନା ଉପରେ ପର୍ଯ୍ୟବେସିତ ଏକ ଗଳ୍ପ ପାଠ କରିଛନ୍ତି। ଏଠାରେ ସେ ନାରୀର ସ୍ଥିତି ସବୁବେଳେ ଦୟନୀୟ ଦର୍ଶାଇବା ସହିତ ଦୁଇ ଜଣ ନାରୀଙ୍କ ମାନସିକ ଚିନ୍ତାଧାରାର ତାରତମ୍ୟ ସୂକ୍ଷ୍ମ ଭାବରେ ଅନୁଶୀଳନ କରିଛନ୍ତି। ଯାଜପୁରର କବି ଶ୍ରୀମତୀ ଅନୁରାଧା ମିଶ୍ର, କଟକର କବି ଶ୍ରୀମତୀ ପ୍ରମିଳା ପତି, ଭୁବନେଶ୍ୱରର ଡକ୍ଟର କୃତିବାସ ନାୟକ ଏବଂ ଡକ୍ଟର ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ ଜଗନ୍ନାଥଙ୍କ ସ୍ତୁତି ନିଜ ନିଜର ସୁମଧୁର ସ୍ୱରରେ ଗାନ କରିଛନ୍ତି। ରାଉରକେଲାର କବି ଡକ୍ଟର ଗୀତାଞ୍ଜଳି ପତ୍ରୀ ବିଜ୍ଞାନର ଛାତ୍ରୀ ହୋଇ ମଧ୍ୟ କଳା ପ୍ରତି ତାଙ୍କର ଅନୁରାଗ ପ୍ରଶଂସନୀୟ। ତାଙ୍କର କବିତା କବି ସେ ଏଠାରେ ପାଠ କରିଛନ୍ତି, ଯାହା ସମସ୍ତଙ୍କ ହୃଦୟକୁ ନିଶ୍ଚିତ ଛୁଇଁଥିବ। ରାଉରକେଲାର ଅନ୍ୟତମ କବି ତ୍ରିଲୋଚନ ସ୍ୱାଇଁ କଲିଜା ନିଶାରେ କୁମ୍ଭୀର ଶୀର୍ଷକ ଥିବା ଏକ ଦାର୍ଶନିକ କବିତା ପାଠ କରିଛନ୍ତି। ସେହିପରି ରାଉରକେଲାର ଆଉ ଜଣେ କବି ଗୋପବନ୍ଧୁ ମହାପାତ୍ର ଜଗନ୍ନାଥଙ୍କୁ ସମର୍ପିତ ଏକ କବିତା ପାଠ କରିଛନ୍ତି। କବି ଶ୍ରୀମତୀ ରଞ୍ଜନା ରାଉତ ମଧ୍ୟ ତାଙ୍କର ମନର କଥା ଶ୍ରୀ ଜଗନ୍ନାଥଙ୍କ ପାଖରେ ଜଣାଇଛନ୍ତି। ଅଭିମାନୀ ମନର କଥା କବିତା ମାଧ୍ୟମରେ କବି ଶାଶ୍ୱତୀ ହରିଚନ୍ଦନ ସମୟ ଶୀର୍ଷକ ଏକ ସୁନ୍ଦର କବିତା ପାଠ କରିଛନ୍ତି। କବି ଗୀତାଞ୍ଜଳି ସ୍ୱାଇଁ
ବଦଳି ଗଲାଣି ଗାଁ ରୂପ ଶୀର୍ଷକ ଏକ ବ୍ୟଙ୍ଗ କବିତା ପାଠ କରିଛନ୍ତି। ଫୁଲବାଣୀର କବି ସୁଧୀରା ଲକ୍ଷ୍ମୀ ପଟ୍ଟନାୟକ ଗପିବାକୁ ଭଲ ଲାଗେ ମତେ ନାମକ ଏକ ସୁନ୍ଦର କବିତା ପାଠ କରିଛନ୍ତି। ଏହି ଆସରର ଶେଷରେ ସାହିତ୍ୟିକା ମୀନାକ୍ଷୀ ସିଂ ତାଙ୍କ ପୁରୀ ଅବସ୍ଥାନ ସମୟରେ ଜଗନ୍ନାଥଙ୍କ ଅଲୌକିକ ଶକ୍ତିର ଯେଉଁ ଅନୁଭବ ପାଇଛନ୍ତି ତାହା ସେ ଆମମାନଙ୍କ ନିକଟରେ ପ୍ରକାଶ କରିଛନ୍ତି। ପ୍ରକୃତରେ ସେ କାଳିଆ ଠାକୁରଙ୍କର ଲୀଳା ଆମେ ଜାଣିବା ସମ୍ଭବ ନୁହେଁ। କେତେବେଳେ ସେ କେଉଁ ରୂପରେ ଆସି ଭକ୍ତକୁ ସହାୟ ହୁଅନ୍ତି ତାହା ତାଙ୍କୁ ହିଁ ଜଣା। ମୁଁ ସମ୍ପାଦିକା ସବିତାରାଣୀଙ୍କୁ ଧନ୍ୟବାଦ ଦେବା ସହ ଏହି ଆସରର ପ୍ରତ୍ୟେକ କବି, ଗାଳ୍ପିକ ଏବଂ ସାହିତ୍ୟିକ ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଶେଷରେ ଏତିକି କହିବି, ଶ୍ରୀ ଜଗନ୍ନାଥ ତାଙ୍କ ବାହୁଡ଼ା ଯାତ୍ରା ଶେଷ କରି ଆମମାନଙ୍କୁ କରୋନା ଦାଉରୁ ଉଦ୍ଧାର କରନ୍ତୁ। ଜୟ ଜଗନ୍ନାଥ। ଧନ୍ୟବାଦ।